ଏ ଦୁନିଆ ଗୋଟାଏ କୁରୁକ୍ଷେତ୍ର ପରିସର ଯୁଦ୍ଧ ଆରେ ସମସ୍ତ କରିଥାଏ ଯୁଦ୍ଧ ଯୁଦ୍ଧରେ ଥାଏ ଜୟ ଆଉ ପରାଜୟ କେତେବେଳେ ଜୟ ପୁଣି କେତେବେଳେ ପରାଜୟ ଆରେ ମୁଁ ଜଣେ ପରାଜିତ ଯୋଦ୍ଧା ମୁଁ ଜଣେ ପରାଜିତ ଯୋଦ୍ଧା ତଥାପି ମୋ ଦେହରେ ପ୍ରବାହିତ ହେଉଛି ଯୁଦ୍ଧം ଦେଇ ଡାକରା ରକ୍ତ ଓ ବରାକ୍ରେ ବନ ଚକ ଅଗ୍ନି ଓ ବରାକ୍ରେ এই বরাগ্রেটা ধরে যা উপরে জ্বলি গেলে তা সাবংশটা জ্বলি পড়ি পাহুস হয়ে যায় বর্তমান মানিক রাজা দেবদত্তর সবংশটাকে মো পাহুস করিদেবি ମୋ ଭାଇ ଦେଖି ଯାଇଛି ଗୁପ୍ତଚର ଏଇ ମାଣିକ ରାଜ୍ୟକୁ କିଛି ନା କିଛି ଗୋଟେ ଶୁଭ ସମ୍ବାଦ ନିଶ୍ଚୟ ଫେରିବ ମୋ ପାରଖକୁ ମୋ ଭାଇ ଆସିବ ବାଟକୁ ମୁଁ ଏଇଠି ଅପେକ୍ଷା କରିନି ତୁ ଭଲରେ ଫେରି ଆସିଛୁ ଏଇ ସମ୍ବାଦରେ ଆସିଛୁ ମାଣିକ ରାଜ୍ୟର ତାପରେ କଣ ହେଇଛି କଣ ଦେଖିଲୁ ଦେଖି କଣ କରିଛନ୍ତି ରେ ବଡ ପୁଅ ଅକ୍ଷକୁ ରାଜ୍ୟ ଅଭିଷେକ କରିବା ପାଇଁ ନିଷ୍ପତ୍ତି ନେଇଛି କହୁଛୁ ଦେଖି ରାଜା ଓ ରାଜ୍ୟର ଜନପ୍ରଜା ମିଶି ଅକ୍ଷକୁ ରାଜା କରିବା ପାଇଁ ନିଷ୍ପତ୍ତି ନେଇ ସାରିଛି ଏ ଦେଖେ ଏ ସମ୍ବାଦ ମୋ ପାଇଁ ଅଶୁଭ ସମ୍ବାଦ ଶୁଭ ସମ୍ବାଦ ବି ଅଛି ପ୍ରକାଶ କର ଶୁଭ ସମ୍ବାଦ ଶୁଭ ସମ୍ବାଦ ହଉଛି ଆସନ୍ତାକାଲି ରାଜା ଦେବଦତ୍ତର ବେନି ପୁଅ କଣ କରୁଛନ୍ତି ଅକ୍ଷ ଓ ଅଭୟ ଦିଗ୍ବିଜୟ ଯାତ୍ରା କରିବେ ଭାଇ ଓ ସତ କହୁଛୁ ଦେଖେ ଏ ସମ୍ବାଦ ମୋ ପାଇଁ ଶୁଭ ସମ୍ବାଦ ଆସନ୍ତାକାଲି ସେ ବେନି ଭାଇ ଦିଗ୍ବିଜୟ ଯାତ୍ରା କରିବେ ଆମେ ବେନି ଭାଇ ମଧ୍ୟ ଦିଗ୍ବିଜୟ ଯାତ୍ରା କରିବା ଦିଗ୍ବିଜୟ ଯାତ୍ରା କରି ବେନି ଭାଇକୁ ଖଲାସ କରିବେ ରାଜା ଦେବଦତ୍ତ ଘରେ ବେନି ପୁଅର ମୃତ୍ୟୁ ଖବରଟା ଜଣାଇ ଦେବା ପୁଅର ମୃତ୍ୟୁ ଖବର ଶୁଣିଲା ପରେ ରାଜା ଦେବଦତ୍ତ ନିଶ୍ଚୟ ଭାଙ୍ଗି ପଡିବ ଭାଇ ତାପରେ ଦେଖେ ହରମଦନ ରାଜା ଦେବଦତ୍ତ ଯେମିତି ରାଜସଭା ମଧ୍ୟରେ ଆମ ବେନି ଭାଇଟାକୁ ମାରି ରାଜ୍ୟରୁ ବିତାଡ଼ିତ କରି ତାନ୍ତର ଭିକାରୀ ସଜେଇଛି ଠିକ୍ ସେମିତି ସହରକୁ ରାଜ୍ୟରୁ ତଡ଼ି ଦେଇ ଦାଣ୍ଡର ଭିକାରୀ ସଜେଇ ଦେବା ଆରେ ସଖୀ ଦିଗ୍ବିଜୟ ଯାତ୍ରା କରିବାକୁ ହେଲେ ଅସ୍ତ୍ର ଶସ୍ତ୍ର ପରି ଆମ ପାଖରେ କିଛି ନାହିଁ ସେ ସବୁ ଆସିବ କୋଉଠୁ ଦେଖେ ଆପଣଙ୍କ ସାଥିରେ ଅଛି କଣ କହିବାକୁ ଚାହୁଁଛୁ ଚିନ୍ତା କରନ୍ତୁନି ଭାଇ ସେଇ ମହାଭାରତର କଥା ମହାଭାରତର କୋଉ କଥାରେ ସେଇ ମହାଭାରତରେ ପଞ୍ଚୁ ପାଣ୍ଡବ କଣ କରିଥିଲେ ଗୁପ୍ତ ବନବାସ ଯାଇଥିଲେ ଚାଖି ଠିକ କହିଛୁ ଗୁପ୍ତ ବନବାସ ଗଲା ସମୟରେ ସେମାନେ ଅସ୍ତ୍ର ଶସ୍ତ୍ର ସବୁ ଗୋପନରେ ରଖିଥିଲେ ଠିକ ସେମିତି କଣ ରାଜା ଦେବଦତ୍ତ ଯେତେବେଳେ ଆମକୁ ରାଜ୍ୟରୁ ତଡ଼ିଦେଲା ସେଇ ସମୟରେ କଣ ହେଇଛି ମୁଁ ଅସ୍ତ୍ର ଶସ୍ତ୍ର ସବୁ ଗୋପନରେ ରଖିଛି ତୁ ସତ କହୁଛୁ ଆରେ ଦେଖେ ରାଜା ଦେବଦତ୍ତ ଯେତେବେଳେ ଆମ ବେନି ଭାଇଟାକୁ ରାଜ୍ୟରୁ ତଡ଼ି ଦେଇଥିଲା ସେଇ ସମୟଟା ଆମ ଦି ଜଣଙ୍କ ପାଇଁ ଗୋଟାଏ ବିପଦର ସମୟ ଆରେ ସେ ବିପଦ ସମୟରେ ଅସ୍ତ୍ର ଶସ୍ତ୍ର ନେଇ ଗୋପନରେ ରଖିଲୁ କେମିତି ଦେଖେ ଜାଣିଛି ସବୁ କଥା ଜାଣେ ହେଲେ ଭାଇ କାହାର ବନାଗ୍ନିର ସାବାସ ସେଠି ସାବାସ ବିପଦ ସମୟରେ ଅସ୍ତ୍ର ଶସ୍ତ୍ର ନେଇ ଗୋପନ ରଖିଥିବାରୁ ତ ବୁଦ୍ଧିଟାକୁ ମାନିବାକୁ ପଡିବ ଆରେ ଯାକେ ସମୟର ଚକଟା ବୁଲିବାକୁ ଲାଗିଲାଣି ରାଜା ଦେବଦତ୍ତ ଯେମିତି ଦିନେ ଆମ ରାଜ୍ୟରୁ ତଡ଼ି ଦେଇ ଆମ ବେନି ଭାଇକୁ କାଣ୍ଡର ଭିକାରୀ ସଜେଇଛି ଆମେ ବେନି ଭାଇ ପଣ ମଧ୍ୟରେ ଯେମିତି ଆମ ନିଜ ଲୁହରେ ନିଜେ ଲେଖି ଆସୁଛୁ ଗପ ଠିକ୍ ସେମିତି ରାଜା ଦେବଦତ୍ତ ଏଥର
ତା ନିଜ ଲୁହରେ ନିଜେ ଲେଖିବ ସାକ୍ଷୀ ଆଉ ସମୟ ନଷ୍ଟ କରିବାନି ଯଥା ଶୀଘ୍ର ଅସ୍ତ୍ର ଶସ୍ତ୍ର ଯୋଗାଡ଼ କରି ଦିଗ୍ବିଜୟ ଯାତ୍ରା ଆରମ୍ଭ ଏବେ ଚାଲନ୍ତୁ ଭାଇ ଚାଲ ଚଖେ